ଜଗତକୁ ଏଡ଼େ ପ୍ରେମ ଈଶ୍ୱର କରିଲେ, ସେ ଆପଣା ଦ୍ୱିତୀୟ ପୁତ୍ରଙ୍କୁ ଦେଲେ। ନର ବେଶେ ପ୍ରଭୁ ଯୀଶୁ ଜଗତେ ଆସିଲେ, ଆମ ପାପ ଅଙ୍ଗେ ନେଇ କ୍ରୁଶେ ବଳି ହେଲେ। ଯେ କରେ ବିଶ୍ୱାସ ନ ହୋଇ ବିନାଶ, ଅନନ୍ତ ଜୀବନ ପାଇବ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ମହତ୍ ନାମରେ ଆପଣଙ୍କୁ ଶୁଭେଚ୍ଛା। ମାର୍କ ଲିଖିତ ସୁସମାଚାର 9 ଅଧ୍ୟାୟର 31 ପଦରେ ଆମେମାନେ ଏପରି ପାଠ କରୁ, କାରଣ ସେ ଆପଣ ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟ ପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି ସେମାନେ ତାହାଙ୍କୁ ବଦ୍ଧ କରିବେ, ଆଉ ସେ ହତ ହେଲାଉତାରେ 3 ଦିନ ପରେ ପୁନରୁତ୍ଥାନ କରିବେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ସର୍ବଜ୍ଞ, ସେ ଈଶ୍ୱରଙ୍କ ପୁତ୍ର ତଥା ସ୍ୱୟଂ ଈଶ୍ୱର ଥିଲେ। ତଥାପି ସେ ମାନବ ରୂପ ଧାରଣ କରି ଏହି ଜଗତରେ ଜନ୍ମଗ୍ରହଣ କଲେ, ଯେପରି ସେ ପିତା ଈଶ୍ୱରଙ୍କର ଉଦ୍ଦେଶ୍ୟ ତଥା ତାହାଙ୍କର ଇଚ୍ଛା ପୂରଣ କରିବେ। ପିତା ଈଶ୍ୱରଙ୍କର ଇଚ୍ଛା ଥିଲା ଯେ ପ୍ରତ୍ୟେକ ମନୁଷ୍ୟ ପାପ ଓ ଅନ୍ଧକାରର କ୍ଷମତାର ରକ୍ଷା ପାଇ, ପାପର ଦାସ ଆଉ ନ ହୋଇ, ନର୍କ ଦଣ୍ଡରୁ ରକ୍ଷା ପାଇ ଅନନ୍ତ ଜୀବନର ଅଂଶୀ, ସ୍ୱର୍ଗର ଅଧିକାରୀ ତଥା ସେହି ସ୍ୱାଧୀନତାର ଅଂଶୀ ହେଉ ଯାହା ପାପ କ୍ଷମା ଦ୍ୱାରା ଉପଲବ୍ଧ ହୁଏ। ତେବେ ପିତା ଈଶ୍ୱରଙ୍କର ସେହି ଇଚ୍ଛା ସଫଳ କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ଜଗତରେ ଅବତୀର୍ଣ୍ଣ ହେଲେ। ଏହି ସମସ୍ତ ସାଧନ କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଯେ ମନୁଷ୍ୟମାନଙ୍କର ହସ୍ତରେ ସମର୍ପିତ ହେବେ, ଏହି କଥା ସେ ଭଲ ଭାବେ ଜାଣିଥିଲେ। ସେ ଆହୁରି ମଧ୍ୟ ଜାଣିଥିଲେ ଯେ ସେମାନେ ତାହାଙ୍କୁ ବଦ୍ଧ କରିବେ, ତଥାପି 3 ଦିନ ପରେ ସେ ପୁନରୁତ୍ଥାନ କରିବେ। ଏହି ସମସ୍ତ ଘଟଣା ଯେ ତାହାଙ୍କ ପ୍ରତି ଘଟିବ, ସେ ନିନ୍ଦିତ ହେବେ, ଅପମାନିତ ହେବେ, ଦୁଃଖ ଭୋଗ କରିବେ, ତଥାପି ସେ ପିତା ଈଶ୍ୱରଙ୍କର ଇଚ୍ଛା ପୂରଣ କରିବାକୁ ଏହି ଜଗତକୁ ଆସିଲେ, କାରଣ ସେ ମୋତେ ଏବଂ ଆପଣଙ୍କୁ ପ୍ରେମ କରୁଥିଲେ ଓ କରନ୍ତି ମଧ୍ୟ। ତେବେ ଆମର ମଙ୍ଗଳ ଓ ମୁକ୍ତି ନିମନ୍ତେ ଯିଏ ଈଶ୍ୱରଙ୍କର ଇଚ୍ଛା ପୂରଣ କଲେ, ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବା ନିମନ୍ତେ ଈଶ୍ୱର ଆପଣଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଧନ୍ୟବାଦ।